ମୁଁ ଉତ୍କଳ ଭାରତୀ ବିଦୁଷ ସଭାର ପ୍ରତିଷ୍ଠାତା ଓ ସମ୍ପାଦକ। ଉତ୍କଳ ଭାରତୀ ବିଦୁଷ ସଭା ପ୍ରତିଷ୍ଠା କରିବାର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ବହୁତ ସାହିତ୍ୟ ଅନୁଷ୍ଠାନକୁ ଯିବା ଫଳରେ ନିମନ୍ତ୍ରଣ ଆସିଛି ଯାଇଛି, କିନ୍ତୁ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ କବିତା ସମ୍ମିଳନୀ କରିକିରି ସେମାନଙ୍କୁ ଗୋଟିଏ ଗୋଟିଏ ମାନପତ୍ର ଦେଇ ବିଦା କରିଦିଅନ୍ତି, କିନ୍ତୁ କବିତା ଗୁଡ଼ିକର ସମୀକ୍ଷା ହୁଏ ନାହିଁ କିମ୍ବା ସେଠି ଧୁଆମୂଳା ଅଧୁଆମୂଳା ସବୁ ସମାନ, ଯୋଉଗୁଡା କି ତାକୁ ଦେଖିଲା ପରେ ନିଜ ମନରେ ଗୋଟେ ବିତୃଷ୍ଣା ଆସିଲା। ଯଦି କବିତା ରହୁଛି କେବଳ ମାନପତ୍ର ଆଶାରେ ଏବଂ କବି ସମ୍ମିଳନୀ କରୁଛନ୍ତି ଅର୍ଥ ରୋଜଗାର କରିବା ଆଶାରେ, ସେଇଟାକୁ ହଉଛି ମତେ ବାଧିଥିଲା। ତାପରେ କବି ବା ଲେଖକଙ୍କର ଯୋଉଗୁଟାକ ଆମର ହଉଛି ତାଙ୍କର, ଆମେ ତାଙ୍କୁ କେମିତି ଜାଣିବା ସେମାନଙ୍କର ଜଣେ ପ୍ରତିଭାଧାରୀ କବି ବା ଲେଖକ, କିନ୍ତୁ ସେଠି କଣ ହଉଛି ନା ବହୁତ ଅର୍ଥ ଦେଇକିରି ଆଉ ଉଚ୍ଚ ଆସନରେ ବସିଯିବା, ଅର୍ଥ ଦେଇକିରି ଆମେ ମାନପତ୍ର ହାସଲ କରିବା, ଏଗୁଡାକ ମଧ୍ୟରେ ଯାଇନଥିଲା। ତେଣୁ ଦେଖାଯାଇଥିଲା ଯେ ଯୋଉ କବି ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ବା ସରକାରଙ୍କ ସହଯୋଗ ରହୁଛି, ସେମାନେ ହଉଛନ୍ତି ବହୁତ ବଡ 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 ଲୋକ, ଯାହା ପ୍ରତିଭା ଥାଉ ନା କାହିଁକି ତାଙ୍କର ଯୋଉ ହାତ ଅଛି ଉପର ସ୍ତରରେ, ତେଣୁ ସେମାନେ ପାଇଯାଉଛନ୍ତି, କିନ୍ତୁ ନିମ୍ନ ସ୍ତରର ବ୍ୟକ୍ତି ମାନେ ଭଲ ଲେଖିକିରି ମଧ୍ୟ ସେ ସ୍ତରକୁ ଯାଇପାରୁନାହାନ୍ତି। ଏମିତି କେତେଜଣ କବି ବା ଲେଖକଙ୍କର ମୋର ଦୃଷ୍ଟିଗୋଚର ହେଇଥିଲା। ମୁଁ ନିଜେ ଲେଖା ଲେଖି କଲେ ମଧ୍ୟ ମୋ ନିଜର ବାହାଦୁରୀ ଦେଖେଇ ମୁଁ କୌଣସି ଜାଗାରେ ଯାଇକରି ଅତିଥି ହେବି କିମ୍ବା ମୁଁ ଜଣେ ବଡ କବି ମୁଁ କେବେ ଭାବେ ନାହିଁ ବା କହି ନାହିଁ ଆଜି ପର୍ଯ୍ୟନ୍ତ। ଏହାରି ଉପରେ ମୁଁ ଦି ତିନି ଜାଗାରେ ଅପମାନିତ ଆଉ ଲାଞ୍ଛିତ ହେଇଥିଲି। କାହିଁକି? ସେମାନଙ୍କର ବିଭିନ୍ନ ପ୍ରକାର ଶୈଳୀ ମତେ ଭଲ ଲାଗିନଥିଲା। ତାପରେ ନିଜେ ଭାବିଥିଲି କଣ କରିବି ନା, ଉତ୍କଳ ଭାରତୀ ବିଦୁଷ ସଭା ଓଡିଶାର ସମସ୍ତ ବିଦୁଷ ମାନଙ୍କୁ ନେଇ ଗୋଟେ ସଂଗଠନ ଗଠନ କରିବି। ଗଠନ କଲା ପରେ ଆମେ ସାହିତ୍ୟ ଉପରେ ତର୍ଜମା କରି ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର ପ୍ରଦାନ କରିବୁ। ଯେଉଁ ପୁରସ୍କାର ଗୁଡିକ ସାହିତ୍ୟ ସେଇ ପରି ହେଇଥିଲେ ନିଶ୍ଚିନ୍ତ ପ୍ରଦାନ କରିବୁ। ଏବେ ଆମେ ଗତ ବର୍ଷ ଯାହାକୁ ପ୍ରଦାନ କରିଥିଲୁ ସେମାନଙ୍କର ଅତି ଉଚ୍ଚ କୋଟିର ସାହିତ୍ୟ ଥିଲା। ବର୍ତ୍ତମାନ ସରକାରଙ୍କ ପ୍ରୋତ୍ସାହନରେ ପାଇଥିବା ବ୍ୟକ୍ତିଙ୍କର ସେଭଳି ବି ସାହିତ୍ୟ ନାହିଁ କହିବାକୁ ଗଲେ ଚଳେ। କିନ୍ତୁ ଏ ବର୍ଷ ଆମେ ଯାହାକୁ ବାଛିଛୁ, ଆମେ ଯାଜପୁରର ଜୟନ୍ତୀ ଜେନା ଯେଉଁ ପୁସ୍ତକଟି ଇପ୍ସିତ ସ୍ୱର୍ଗ ରଚନା କରିଛନ୍ତି, ତାକୁ ପଢନ୍ତୁ। ସମାଜକୁ କଣ ସେ ବାର୍ତ୍ତା ଦଉଛି। ଏବଂ ଦ୍ୱିତୀୟ ଜଣେ ଜଣେ ରହିଛନ୍ତି ଦିବ୍ୟାଙ୍ଗ, ତାଙ୍କ ରଚନା ହଉଛି ମାନେ ତାଙ୍କ ନାଁ ହଉଛି ବିସ୍ମିତା କୁମାରୀ ପଣ୍ଡା। ତାଙ୍କର ମାଟିର କୋହ ଯଦି ଜଣେ ପଢେ ତାଙ୍କ ଉପନ୍ୟାସକୁ, ନିଶ୍ଚିନ୍ତ ଜଣଙ୍କର ହୃଦୟ କୋଉ ଟାଇପ ର ଅନ୍ତର ବା ବହୁତ କଷ୍ଟ ହବ, ସେ କଥା ସେ ପୁସ୍ତକ ପଢିଲେ ଆପଣ ଜାଣିପାରିବେ। ତୃତୀୟ ପୁସ୍ତକଟି ହେଉଛି ଶ୍ରୀ ଡାକ୍ତର ବନୋଜ କୁମାର ରାୟ, ଯିଏ କି କଟକ SCB ମେଡିକାଲର ପ୍ରଫେସର ଅଛନ୍ତି। ତାଙ୍କ ପୁସ୍ତକଟି ମଧ୍ୟ ଉପନ୍ୟାସଟି ସୁନ୍ଦର ହେଇଛି। ଆମେ ନେଲୁ। ତାପରେ କାହାର ନା ଇଏ ଗଲା ଉପନ୍ୟାସ, କାବ୍ୟ ଓ କବିତା ଉପରକୁ ଆମେ ଯେତେବେଳେ ଗଲୁ, ଆମେ ଦେଖିଲୁ ଇଟାମାଟିର ଜଣେ ସ୍ୱର୍ଗ ଆରୋହଣ କରିଛନ୍ତି। ତାଙ୍କ ମିସେସ୍ ପ୍ରକାଶ କରିଛନ୍ତି ସୁକାନ୍ତି ମହାନ୍ତି ନାମକ ମହିଳା। ସେ ତାଙ୍କର ଯୋଉ ବହିଟି ପ୍ରକାଶ କରିଛନ୍ତି, ତା ଏତେ ଉଚ୍ଚ କୋଟିର ବୋଧହୁଏ ମାନେ ତାଙ୍କର ପ୍ରକାଶ କରାଯାଇ ନାହିଁ, କିମ୍ବା ସରକାର ତାଙ୍କୁ ନ ନେଇଛନ୍ତି କିମ୍ବା କୌଣସି ସଂସ୍ଥା ତାଙ୍କୁ ନ ନେଇଛନ୍ତି। ଭାରି ଦୁଃଖ ଓ ପରିତାପର ବିଷୟ ଅନୁଭବ କଲୁ। ତାଙ୍କ ରଚନା ମଧ୍ୟ ଅତି ଉନ୍ନତ ଶୈଳୀ। ତୃତୀୟ ଯେ ଆମର ଅଛନ୍ତି, ସେ ହେଉଛନ୍ତି ଆମର ଭୁବନେଶ୍ୱରର କାହ୍ନୁଚରଣ ପାଣିଗ୍ରାହୀ। ବୋଧହୁଏ ଭୁବନେଶ୍ୱରର ସବୁବେଳେ ଆମ ସହିତ ଚଳ ପ୍ରଚଳ ହଉଛନ୍ତି, ଯାହା ହଉ ତାଙ୍କ ତୃତୀୟ ପୁରସ୍କାରଟି ମିଳିଛି। ଏବଂ 30 ଜଣ ସାରସ୍ୱତ ସାଧକଙ୍କୁ ସମ୍ମାନିତ କରିଛୁ। ସାରା ଓଡିଶାରୁ, ଗୋଟିଏ ଭୁବନେଶ୍ୱର ନୁହଁ,
ମୟୂରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର, ସମ୍ବଲପୁର ପ୍ରତ୍ୟେକ ଏରିଆରୁ ଆସିଛନ୍ତି ଆଉ ସମସ୍ତଙ୍କ ବହି ଗୁଡ଼ିକ ଉନ୍ନତି ହେଇଛି। ଆମେ ସୁବର୍ଣ୍ଣପୁରରୁ ଗୋଟିଏ ବହି ଆମେ ପାଇଛୁ, ସେ ବହିଟି ପଢିଲେ ହୁଏତ ଆମେ ଗଙ୍ଗାଧର ମେହେରଙ୍କ କାବ୍ୟ ଭଳିଆ ଲାଗିବ। ସେ ବହିଟି ହଉଛି ତାଙ୍କର ଏତେ ଉନ୍ନତ ଧରଣର ହେଇଛି, କୃଷ୍ଣଚନ୍ଦ୍ର ବାରିକଙ୍କର ତା ତ୍ୟାଗର ତପସ୍ୱିନୀ। ଆପଣ ପଢନ୍ତୁ ଆଉ ଦେଖନ୍ତୁ ତାଙ୍କର ବହି କେମିତି ହେଇଛି, ଆମେ ବାଛିବାଟା ଠିକ ଅଛି କି ଭୁଲ। जय श्री जगन्नाथ। मु सीमा कानून गो आईनजीवी भुवनेश्वर तथा साहित्यिका उत्कल भारती विदुष सभार मैगजीन दायित्व मते रखा जाइछि। आउ मध्य जो 30 जनक सारस्वत प्रतिभा मानकु पुरस्कार दिया जाउछि ता भितरे मु मध्य अछि। आउ वनमली सदृश सारा ओडिशार कोण अनुकोणरू प्रतिभा मान लेखक लेखिका मानकु चयन करी ए पुरस्कार सबु दिया जाइथिबारु उत्कल भारत विदेश सभार समस्त कर्मकर्ता गणଙ୍କୁ मु प्रशंसा करूछि, धन्यवाद मध्य अर्पण करूछि। ताहा ए जयदेव भवन परिसर गीत गोविंद भवन रे दिन 9 टारू अपराह्न 2टा पर्यंत पालन करा जिवो। एई सब पालन करा जिबा पई हमर कविता पाठ, साहित्य आलोचना ये सब सह मुख्य आकर्षण रही जे आमे सारा ओडिशा रे प्रचार करिथिलु बही पठेबा पाई। अंततः जे जो बही लिखिचंती 3 खंड बही पठन ताकू आमे 3 जण समीक्षकक द्वारा गद्य पे 3 जण, कविता पे 3 जण, आउ अन्यान्य पे 3 जण समीक्षकक द्वारा समीक्षा करे चतुर्थ लोकଙ୍କ द्वारा ताको फर्स्ट सेकंड थर्ड चयन करे से दिन सेमानकु सम्मानित करी। सेमाने बणमल्ली भली अनेक लोक ता भितर अछंती जो माने दूर दूरांतरे गाँ गहली रे आपण जानिथिबे हळधर नाग त किए जानिथिला तांको पद्मश्री दिया हे गला। तेणु सेमिति हमर जो पुरुष और महिला माने आमे आमे दउचु गद्य गोटे उपन्यास प्रबंध एथिरे प्रथम पुरस्कार स्वर्ण पदक, द्वितीय पुरस्कार रौप्य पदक, तृतीय पुरस्कार ब्रोंज पदक, कविता बा काव्य ये सबुथिरे प्रथम पुरस्कार स्वर्ण पदक, द्वितीय पुरस्कार हला रौप्य पदक सम्मान, तृतीय पुरस्कार हला ब्रोंज पदक सम्मान। ता व्यतीत आमे जणे बैंकिंग सेक्टर लोक जे कि गोटे ओडिया बही लिखिचंती जो जहा कि पढ़िले साहित्य भली लागिबो किंतु सेतिरे अर्थनीतिर बहुत जिंस रही जोटा कि ओडिया मानक भी बहुत आवश्यकता। सदा बिहारी साहू से बॉम्बे रे रहंती, डॉक्टर सदा बिहारी साहू से कॉर्पोरेट सेक्टर रे कोठी हायर लेवल रे अछंती। आमे तांकु दउचो विदुष संपद सम्मान। जी डॉक्टर उषाराणी आचार्य एक्स हेडमिस्ट्रेस यूनिट 8 गर्ल्स स्कूल। मो जी जो हमर उत्कल भारती विदुष सभा परिचालन कमिटी सदस्य एवं यहीटा स्वतंत्र यही माने हमर प्रोग्रामटा एवं यही विदुष सभाटा भी स्वतंत्र हमर ये कहीं ना एथरे समस्त की स्वतंत्रता होची जे मातृभाषा दिवस होची एवं समस्त कृति एवं योग्य लोक को पुरस्कार एवं संबर्धना दिया जाउची। कारण कौटी समस्त काव्य कविता दौथा काव्य कविता उपन्यास गल्प सहित विभिन्न बहिर जो जे उल्लेखनीय भल भल लिखिछथि सेमानक मध्य कृति प्रतियोगिता दिया जाउची। एटा होची गोटे वैशिष्ट, एटा सारा राज्य स्तर एटा होची। तेणु राज्यर प्रति कोण अनुकूल सब आसीबे जो माने कवि लेखक ता सहित तांकर बही मध्य माने संबर्धना हबो बा पुरस्कृत करा जिवो। आ स्वतंत्र सार तो कहले स्वर्ण पदक फास्ट को सेकंड को रौप्य पदक, थर्ड है ब्रोंज पदक, ता सहित 30टा संबर्धना दिया होची विदुष भारती सम्मान दिया होची। तो यह होची साहित्य कला एवं संस्कृति सबरो माने विकास पई आ उन्नति पई एटा होची हमर माने उल्लेखनीय पदक्षेप।